ବାହାରେ ରହିକି ସେଇଟା ବି ହେଲା ମାନେ ଆମର ଏଇଟା ମହାରାଷ୍ଟ୍ର ଇଏରେ ଅଛି ଆଉ କଣ୍ଟିନ୍ୟୁ ବନେଇ ଚାଲିଛି ଆଉ ଦେଖାଯାଉ କ'ଣ ହେଉଛି ହେଲା। ଆଉ ହ୍ୟାଲୋ ଗାଇସ୍, ୱେଲକମ୍ ଟୁ ଆଉ ଗୋଟେ ଛୋଟ ବ୍ଲଗ୍। ଆଉ ମୁଁ ଆଜି ମାନେ କ'ଣ କହିବି ବ୍ଲଗ୍ ମାଧ୍ୟମରେ କ'ଣ କହିବାକୁ ଚାହୁଁଛି ଆପଣମାନେ ଜାଣିବାକୁ ଚାହୁଁଛନ୍ତି ଭିଡ଼ିଓଟା ଫୁଲ୍ ଦେଖନ୍ତୁ ଆପଣ ଜାଣିପାରିବେ ହେଲା। ଆଉ ମୁଁ ଆଜି ହେଲାନି ଆଜି ମିଶା ହେଲାନି ମାନେ ଆଉ ଗୋଟେ ଏଠି ବି ଭିଡ଼ିଓ ବନାଉଥିଲି ହେଲା ମାନେ 4 ମାସ ହେଇଗଲାନି ହେଲା ମାନେ ଆଉ ଗୋଟେ ଯେଉଁ ମୋ ୟୁଟ୍ୟୁବ୍ ଆଇଡ଼ିଟା ଥିଲା 4 ମାସ ହେଇଗଲାନି ଆଉ ସେଇ ଆଇଡ଼ିଟା ଡିଲିଟ୍ ମାରିଦେଇଛି ହେଲା। ମାନେ ସେଇଟା ଡିଲିଟ୍ ମାରିଲି ସେଇଟା ଅତି କମ୍ରେ ପୋଷ୍ଟ ହେଇଥିଲା ଭିଡ଼ିଓ ମାନେ ସେଇଟା ବି ମାନେ 2 ମାସକାର ଭିଡ଼ିଓ ପୋଷ୍ଟ ହେଇଥିଲା ହେଲା। ଆଉ 2 ମାସକାର ଭିଡ଼ିଓ ପୋଷ୍ଟ ହେଇଥିଲା ମାନେ କଣ୍ଟିନ୍ୟୁ ସେଇଟା ବି ହେଲା ମାନେ 2 ମାସ କଣ୍ଟିନ୍ୟୁ କରିଥିଲି। ଏକରେ ସେଇ ୟୁଟ୍ୟୁବ୍ ଆଇଡ଼ିଟା ମୋର କ'ଣ ହେଲା ମାନେ ଡେଲି ମାରତେ ବାଧ୍ୟ ହେଲି ଆଉ ସେଇଟା 2 ମାସ। ଆଉ ଏଇ ଭିଡ଼ିଓଟା ଯେଟା ଏଇ ମାନେ ଛୋଟ ବ୍ଲଗରେ ମୁଁ ଭିଡ଼ିଓଟା ବନାଉଛି ଆଉ ଏଇଟା ବି 2 ମାସ ହେବ ହେଲା ମାନେ 4 ମାସ କଣ୍ଟିନ୍ୟୁ ଭିଡ଼ିଓ ବନେଇଲିନି ଛାଡ଼ ସେଇଟା ଗେଲା କଥା ଗେଲା ହେଲା। ଆଉ ଏଇଟା 2 ମାସ ହେବାକୁ ଯାଉଛି ଆଉ 2 ମାସରେ ମାନେ କଣ୍ଟିନ୍ୟୁ ଭିଡ଼ିଓ ବନେଇଲିନି ମାନେ କିଛି ଟିକେ ପରିବର୍ତ୍ତନ ମୁଁ ଦେଖତେ ପାଉନି ହେଲା। ଆଉ ଅଧେମାନଙ୍କୁ ମୋ ଭିଡ଼ିଓ ଭଲ ଲାଗୁଥିବ କି ଭଲ ନ ଲାଗୁଥିବ ସେଇଟା ତ ମୁଁ ଜାଣିନି ଆଉ କ'ଣ କରିବାକୁ କହ। ଆଉ 2 ମାସ ହେବ ଆଉ ଏନେ ବି ଟିକେ କିଛି ଗୋଟେ ଗ୍ରୋ ମାନେ ଦେଖତେ ମିଳିଲାନି ୟୁଟ୍ୟୁବରେ। ଆଉ କହନ୍ତି ସିନା ବର୍ଷେ ଲାଗିଯାଇପାରେ କି 2 ବର୍ଷ ଲାଗିଯାଇପାରେ କିନ୍ତୁ ଗ୍ରୋ ହୁଏ, କିନ୍ତୁ ମୁଁ ଜାଣିନି କିନ୍ତୁ ହୁଏ କି ନାହିଁ ହେଲା। ଆଉ ମୁଁ ବନେଇ ଚାଲିଛି ଆଉ 2 ମାସ ହେବ ହେଲା କଣ୍ଟିନ୍ୟୁ ମାନେ ବାହାରେ ରହିକି ସେଇଟା ବି ହେଲା ମାନେ ଆମର ଏଇଟା ମହାରାଷ୍ଟ୍ର ଇଏରେ ଅଛି ଆଉ କଣ୍ଟିନ୍ୟୁ ବନେଇ ଚାଲିଛି ଆଉ ଦେଖାଯାଉ କ'ଣ ହେଉଛି ହେଲା। ଆଉ ଜାଗାଟା ରହୁଛି ଏଇଟା ରହୁଛି ହେଲା ଏଇ ଜାଗାଟା ରହୁଛି ଆମର ଏଇ ଜାଗାଟା ନା କ'ଣ କହନ୍ତି ଖାଣ୍ଡାଲା ନା କ'ଣ କହନ୍ତି ଏଇଟା ହେଲା। ହଁ ଖାଣ୍ଡାଲା ଆଉ ଖାଣ୍ଡାଲା ନାଇଁ ସେ ଯାହା ମୁଁ ଜାଣିନି ଆଉ ମାନେ ମହାରାଷ୍ଟ୍ର ଇଏରେ ଅଛି ଡିଷ୍ଟ୍ରିକ୍ଟରେ ହେଲା। ଆଉ ସେଇଟା ତ କହିପାରିବିନି ମାନେ ଜାଗାଟା ନା ଏଇଟା କିସ ହେଲା। ଆଉ ଏଇଟା ମାନେ ଆମ ଗଡ଼ରେଜ କମ୍ପାନୀ ହେଲା, ଗଡ଼ରେଜ କମ୍ପାନୀ ସାମ୍ନାରେ ମୁଁ ରୁମ୍ ନେଇଛି ଆଉ ସେଇଠି ହିଁ ରହୁଛି ଆଉ ଏମିତି କିଛି ଆଉ ହେଲା। ଆଉ 2 ବର୍ଷ ହେଲା କିଛି ଗୋଟେ ରେସ୍ପନ୍ସ ମିଳୁନି ୟୁଟ୍ୟୁବରେ ଦେଖାଯାଉ କ'ଣ ହେଉଛି ହେଲା। ଅଧେମାନଙ୍କୁ ଭିଡ଼ିଓ ଭଲ ଲାଗୁଥିବ ଅଧେମାନଙ୍କୁ ଭଲ ଲାଗୁନଥିବ। ଆଉ ଯେ ଭିଡ଼ିଓଟା ପାର୍କରେ ବନେଇଥିଲି ସେଇ ଭିଡ଼ିଓଟା ଆମର ଆଜିମିଟା କେତେ ଦିନ ହେଲା 10 ଦିନ ହେଇଗଲା 10 ଦିନ କେନେ ଆଉ 20 ଦିନ ହେଇଯିବ ଗାଇସ୍ ହେଲା। ଆଉ 20 ଦିନ ହେଇଯିବ ଆଉ ସେଇ ଭିଡ଼ିଓଟା ଅତି କମ୍ରେ ଯାଇଛି 60 ଭିଉ ଯାଇଛି ହେଲା। ଆଉ ଦେଖୁଛନ୍ତି ଲୋକମାନେ ସେଇଟା ପାର୍କ ଭିଡ଼ିଓଟା ନା ଆଉ ଲୋକ ଏବେ ଯାଇଥିଲେ ଗହଳି ଦେଉଟି ହେଲା ମାନେ ଗହଳି ଇଏ କରିକିରି ଯଦି ଆପଣମାନେ ଯଦି ଥମ୍ବନେଲ୍ ଲଗାଇଥିବେ ଭିଡ଼ିଓଟା ନିହାତି ଭାଇରାଲ୍ ଯାଏ। ଆଉ ମୋର ବି ସେମିତି ସେଇଟା ଟିକେ ଆସ୍ତେ ଆସ୍ତେ ଭିଡ଼ିଓଟା ଯାଉଛି ହେଲା। ଆଉ ଦେଖାଯାଉ କ'ଣ ହେଉଛି ଆଉ କେତେ ଦିନ କଷ୍ଟ କରତେ ପଡ଼ିବ। ଆଉ ଯାଉ ଯଦି ଭିଡ଼ିଓ ବି ଭଲ ଲାଗୁଥିବ ଆପଣମାନେ ସପୋର୍ଟ କରନ୍ତୁ ଆଉ ନ ଭଲ ଲାଗୁଛି ଯଦି କମେଣ୍ଟ କରି ନିହାତି କୁହନ୍ତୁ ହେଲା। ଭଲ ଲାଗୁନି ଭିଡ଼ିଓ ଆଉ ଟିକେ ଆପଣମାନେ ଭଲ ଚେଷ୍ଟା କରନ୍ତୁ। ଆଉ ମୁଁ ବି ଜାଣିଛି ମୁଁ ଆଉ ଟିକେ ବେଷ୍ଟ କରିବାକୁ ଖୋଜୁଛି ଆଉ ବେଷ୍ଟ ହିଁ କରିବି ଆଉ ହେଲା। ଆଉ ମୁଁ ଏବେ ବାହାରେ ରହୁଛି ନା ଆଉ ମୋତେ ଟିକେ ଟାଇମ୍ ମିଳିବାକୁ ଏବେ ଯାଇ କଷ୍ଟ ହେଉଛି ହେଲା। ହେଲେ ବି ଯାହା ହେଉଛି 1-2 ଘଣ୍ଟା ଭିତରେ ମୁଁ ସେତିକି ସମୟରେ ମୁଁ ଭିଡ଼ିଓ ବନେଇକି ପୋଷ୍ଟ କରିପାରୁଛି ସେଇଟା ମୋତେ ଭଲ ଲାଗୁଛି ହେଲା। ଆଉ କ'ଣ କହିବି କୁହ ଏମିତି କିଛି ହେଲା। ଆଉ ଟିକେ ଆଉ କ'ଣ କହିବି ଆଉ କିଛି କହିପାରିବିନି ଗାଇସ୍ ହେଲା। ଆଉ ରହୁଛି ଭିଡ଼ିଓ ଯଦି ଭଲ ଲାଗିଥିବ ମୋ କଥା ଟିକେ ଯଦି ଭଲ ଲାଗିଥିବ ଆପଣମାନଙ୍କୁ ମୁଁ ବାହାରେ ରହିକି ଭିଡ଼ିଓ ବନାଉଛି ଆପଣମାନେ ଜାଣିପାରୁଥିବେ କମ୍ପାନୀରୁ ମାନେ ଡ୍ୟୁଟି କରିକି ଆସିକି ଭିଡ଼ିଓ ବନାଉଛି ଆଉ କଷ୍ଟ ବି ହେଉଛି ଭିଡ଼ିଓ ବନେଇତେ
ହେଲେ ବି ମୁଁ କଣ୍ଟିନ୍ୟୁ କରିଛି, ଯେତେବେଳେ ଆରମ୍ଭ କରିଛି ଶେଷ କରିବାକୁ ନିହାତି ପଡ଼ିବ ନା। ଆଉ ଯେତେବେଳେ ଯାଇ ମୋ ଲକ୍ଷ୍ୟର ମୁଁ ହାସଲ ନ କରିଛି ସେତେବେଳେ ଯାଇ ମୁଁ ଛାଡ଼ିପାରିବିନି ହେଲା। ଆଉ କ'ଣ କହିବି, ଏଇଆ କିଛି ଆଉ ହେଲା। ଆଉ ଗାଇସ୍ ଚାଲ, ମୋ କଥା ଯଦି ଟିକେ ଭଲ ଲାଗିଥିବ ଆପଣ ଲାଇକ୍, ସେୟାର, କମେଣ୍ଟ, ସବସ୍କ୍ରାଇବ୍ ନିହାତି କରିବେ। ଆଉ କାଲି ନେକ୍ସଟ ବ୍ଲଗ୍ରେ ଦେଖା ହେବା। ରହୁଛି, ଜୟ ଜଗନ୍ନାଥ।